ଫଗୁଣ ମଲ୍ଲି ଗୋଟେ, ବୈଶାଖ ମଲ୍ଲି ମୁଠେ, ଆଉ ଆଷାଢ଼ ମଲ୍ଲି କଠେ। ଫାଲ୍ଗୁନ ମାସରେ ଯେଉଁ ମଲ୍ଲି ଫୁଲ ଫୁଟେ ତାର ବାସ୍ନା ବହୁତ, ତାର ମହକ ବହୁତ। ତାପରେ ବୈଶାଖ ମାସରେ ବି ମଲ୍ଲି ଫୁଟିବ କିନ୍ତୁ ବାସ୍ନା କମିଯିବ। ତାପରେ ଆଷାଢ଼ ମାସ ହେଲା ପରେ ବାସ୍ନା ପ୍ରାୟ ନଥିବ। ତେଣୁ ଯେଉଁମାନେ ମଲ୍ଲି ରଖିଛନ୍ତି, ବର୍ଷ ସାରା ତାକୁ ମେଣ୍ଟେନ୍ କରି ରଖିଛନ୍ତି, ତାକୁ ଶୀତଦିନ ପରେ ପରେ ତା ଗଛକୁ ଟିକେ ହାର୍ଡ଼ ପ୍ରୁନିଂ କରିବାକୁ ପଡ଼େ, କାଟି ଦେବାକୁ ପଡ଼େ। ତାପରେ ଭଲ ବ୍ରାଞ୍ଚେସ୍ ଆସିବ, ଆଉ ସେଥିରେ ଫୁଲ ଏତେ ମାତ୍ରାରେ ଫୁଟିବ ଯେ ଆପଣମାନେ ଖୁସି ହେଇଯିବେ, ଆଉ ବାସ୍ନାରେ ପୁରା ମହକି ଯିବ ଆପଣଙ୍କର ଘର ଦ୍ୱାର। ଦେଖନ୍ତୁ ଏଇ ମଲ୍ଲି ଅଛି, ଏବେ ପ୍ରୁନିଂ ହେଇଥିଲା, ଫୁଟିଲାଣି, କିଭଳି ଭାବରେ ଫୁଟିଛି ଦେଖିଲେ ମନଟା ଖୁସି ହେଇଯାଉଛି।